ଆଜିର ସାମ୍ବାଦିକ ସମ୍ମିଳନୀ ଅଲ୍ ଇଣ୍ଡିଆ ଯାଦବ ମହାସଭାର ଜାତୀୟ ସଭାପତି ଜଷ୍ଟିସ୍ ରବୀନ୍ଦ୍ର ସିଂ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଆମେ କରୁଅଛୁ। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆପଣମାନଙ୍କ ମାଧ୍ୟମରେ ସରକାରଙ୍କୁ ଆମେ ନିବେଦନ କରୁଛୁ ଯେ ଓଡ଼ିଶାର ଯାଦବଙ୍କ ସଂଖ୍ୟା ପାଖାପାଖି 20% ଅଛି। ତେଣୁ ଏମାନଙ୍କର ଯେଉଁ ସାମାଜିକ ନ୍ୟାୟ କେବେ ବି ଯାଦବମାନେ ପାଇନାହାନ୍ତି। ଏମାନେ ବହୁତ ଶିକ୍ଷାର ଉନ୍ନତି ହେଇନି। ଶିକ୍ଷା ପାଇଁ ସରକାର ପଦକ୍ଷେପ ନିଅନ୍ତୁ, ସେମାନଙ୍କୁ ହଷ୍ଟେଲ ସୁବିଧା ଦିଆଯାଉ, ପାଠ ପଢ଼ିବା ପାଇଁ ତାଙ୍କୁ ବୃତ୍ତି ବି ଦିଆଯାଉ। ଚାକିରି ତ ପର କଥା, ମୁଖ୍ୟତଃ ସେମାନେ ଅର୍ଦ୍ଧଶିକ୍ଷିତ ହେଇକି ରହିଛନ୍ତି। ପ୍ରାୟ ଯାଦବମାନେ ମୁଁ ଗାଁରେ ସବୁ ସର୍ଭେ କରିଛି, ପ୍ରାୟ ସେମାନେ ମେଟ୍ରିକ୍ ବି ପାସ୍ କରୁନାହାନ୍ତି। 50% ଉର୍ଦ୍ଧ୍ୱ ସେମାନେ ନିଜର କୌଳିକ ବୃତ୍ତି କରୁଛନ୍ତି, ଯେଉଁଟାକି ଲାଭଦାୟକ ନାହିଁ। ସରକାର ବି ପଦକ୍ଷେପ ନିଅନ୍ତୁ, କିପରି ଯିଏ ବି କୌଳିକ ବୃତ୍ତି ଯେଉଁ ଜାତିରେ ବି ଅଛି ସେ ଜାତିଟା କେମିତି ଡେଭଲପ୍ କରିବ, ସେ ବୃତ୍ତିଟା କେମିତି ହେବ, ସରକାର ବି ମାନେ ପଦକ୍ଷେପ ନେବା ଦରକାର। ଦ୍ୱିତୀୟ କଥା, ଆମେ ଆପଣମାନଙ୍କ ମାଧ୍ୟମରେ ସମସ୍ତ ଯାଦବ ଭାଇ ଭଉଣୀମାନଙ୍କୁ ଆମେ ନିବେଦନ କରୁଛୁ ଏହି ଅଲ୍ ଇଣ୍ଡିଆ ଯାଦବ ମହାସଭାରେ ସେମାନେ ସାମିଲ ହୁଅନ୍ତୁ ଏବଂ ନିଜର ହକ୍ ପାଇଁ ଆମେ ଏକଜୁଟ ହେବା। କେବେ ସରକାର କେବେ ମନ ଇଚ୍ଛା ଦେବେନି, ଆମକୁ ଆନ୍ଦୋଳନ କରିବାକୁ ପଡ଼ିବ, ଆମକୁ ଏକଜୁଟ ହେବାକୁ ପଡ଼ିବ, ଆମକୁ ରାଲି କରିବାକୁ ପଡ଼ିବ, ହେଲେ ଯାଇକି ଆମେ ସରକାରଙ୍କ ଠାରେ ଦାବି ହାସଲ କରିପାରିବା। ଆଜ୍ଞା, ବିଗତ ଦିନରୁ ଯେଉଁ ଆପଣଙ୍କର ସଂଘ ଥିଲା, ଯେଉଁ ଯିଏ ବି ସଭାପତି ଥିଲେ, ତାଙ୍କ ନେତୃତ୍ୱରେ କ'ଣ କିଛି ହେଲାନି? ଶୁଣନ୍ତୁ, ବିଭିନ୍ନ ସଂଗଠନ ଅଛି, ଆମେ କେଉଁ ସଂଗଠନ ବିରୁଦ୍ଧରେ କହୁନୁ, କିନ୍ତୁ ବହୁତ ସଂଗଠନ ଅଛି ଯେଉଁମାନେ କି ସରକାରଙ୍କର ଗୋଟେ ମାନେ ଏଜେଣ୍ଟ ଭଳି ବି କାମ କରୁଛନ୍ତି। ଆମେ ତାହା କରିବୁନି। ଆମେ ଯେଉଁ ସରକାର ହେଉ, ମୋହନ ସରକାର, ବିଜେପି ସରକାର ହେଲେ ବି ଆମେ ଆମ ଦାବି ପାଇଁ ଆମେ ତାଙ୍କ ପାଖରେ ଡିମାଣ୍ଡ ଲଢ଼େଇ କରିବୁ। କେବେ ଯିଏ ଯେଉଁ ଦଳର ହେଉ, ଯେ ମୁଁ ଧରନ୍ତୁ ମୁଁ ଯେଉଁ ଦଳର ଅଛି, ମୁଁ କେବେ ସେ ପ୍ରକାଶ କରିବୁନି ଯେ ମୋ ଦଳର ସରକାର ଏଗେନଷ୍ଟ ଆମେ କହିବୁନି, କିନ୍ତୁ ଆମେ ହକ୍ ପାଇଁ ଦାବି କରିବୁ। ଓଡ଼ିଶାରେ କେତେ ପର୍ଯ୍ୟନ୍ତ ଯାଦବ ଅଛନ୍ତି ଆଉ କ'ଣ ଆଗାମୀ ପଦକ୍ଷେପ କ'ଣ ରହିବ? ଯେହେତୁ ପଛୁଆ ବର୍ଗ ରହିଯାଉଛନ୍ତି, କିଛି ସାମିଲ ହେଇପାରୁନାହାନ୍ତି କିଛି କାର୍ଯ୍ୟରେ। ଓଡ଼ିଶାର ପାଖାପାଖି 18ରୁ 20% ଯାଦବ ଅଛନ୍ତି, ଆମେ ଯାହା ସର୍ଭେ କରୁଛୁ। ଏବେ ମୋଦି ସରକାର କହିଛନ୍ତି ଜାତି କାଉଣ୍ଟିଂ ହେବ, କାଉଣ୍ଟିଂରେ ଧରା ପଡ଼ିଯିବ କେଉଁ ଜାତି କେତେ ଅଛନ୍ତି। ଆଉ ପଛୁଆ ବର୍ଗ, ମୁଁ ବିଶେଷ କରି ଓଡ଼ିଶା ସରକାରଙ୍କର 11.25% ଅଛି ପଛୁଆ ବର୍ଗ ପାଇଁ ସଂରକ୍ଷଣ ଦିଆହେଇଛି। ଏବେ ମୋହନ ସରକାର ଶିକ୍ଷାରେ ଦେଲେ, ବଟ୍ ବୈଷୟିକ ଶିକ୍ଷା, ମେଡ଼ିକାଲ, ଇଞ୍ଜିନିୟରିଂ ଏଥିରେ ବି ଦେବା ଦରକାର। ମୋ ମତରେ ତାମିଲନାଡ଼ୁ ସରକାର ଯେପରି 69% ରିଜର୍ଭେସନ୍ କରିଛନ୍ତି, ସୁପ୍ରିମକୋର୍ଟ ଅର୍ଡ଼ର ଦେଇଥିଲେ 50% ହେବ ନାହିଁ, କିନ୍ତୁ ତାମିଲନାଡ଼ୁ ସରକାର କରିଛନ୍ତି। ସେହିପରି ମୋହନ ସରକାର ଦେଖନ୍ତୁ, SC/BC OBC ପାଖାପାଖି 50% ଅଛି। 11% ଦେଲେ କ'ଣ ହେବ? ସେମାନେ କେମିତି ଆଗକୁ ଆସିବେ? ତାଙ୍କୁ ଆଟଲିଷ୍ଟ 27% ଦିଅନ୍ତୁ, 50% ଆମେ କହୁନୁ। ଏଇଟା ହକ୍ ପାଇଁ ଲଢ଼େଇ। ଆମେ ଆପଣମାନଙ୍କ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରୁଛୁ, ଆପଣମାନେ କ୍ୟାଟେଗୋରିକାଲି ରିଜର୍ଭେସନ୍ କରନ୍ତୁ, ଯେପରି ବିହାରରେ ନୀତିଶ ସରକାର କରିଛନ୍ତି। OBC ବିଭିନ୍ନ କ୍ୟାଟେଗୋରୀ ଅଛି, ଲୋଅର OBC, ଅପର OBC, ମିଡିଲ୍ OBC, ସେମିତି ଏଠି କରାଯାଉ, କିନ୍ତୁ ସଂଖ୍ୟା ଟିକେ ବଢ଼ାଇବା ଦରକାର। ମୋହନ ସରକାର ଖାଲି 11.25% କଲେଜମାନଙ୍କର ଦେଲେ। ଆରେ ଭାଇ, କଲେଜମାନଙ୍କର ଦେଲେ କ'ଣ ହେବ? ଯେଉଁଠି ମେଡ଼ିକାଲରେ ଦିଅନ୍ତୁ, ଇଞ୍ଜିନିୟରିଂ ଦିଅନ୍ତୁ, ଯେଉଁଠି ଡକ୍ଟର ହେଇପାରିବେ କି ଇଞ୍ଜିନିୟର ହେଇପାରିବେ, ସେଥିରେ ନାହିଁ। ଆଉ ବିଶେଷ କରି ଆପଣ ସରକାରଙ୍କୁ ଆମେ ଅନୁରୋଧ କରୁଛୁ, ବୈଷୟିକ ଶିକ୍ଷା ପାଇଁ ଟ୍ରେନିଂ ଦିଆଯାଉ। ଆଉ ଯେଉଁମାନେ ଗରିବ ଅଛନ୍ତି, ଯେଉଁମାନେ OBC, ମୁଁ କେବଳ ଯାଦବମାନଙ୍କ ପାଇଁ କହୁନି, ଯେତେ OBC କ୍ୟାଟେଗୋରୀ ଅଛି ସମସ୍ତଙ୍କ ଭିତରେ ଯେଉଁମାନେ ଗରିବ ଅଛନ୍ତି ସେମାନଙ୍କୁ ଆଣିକି ସହରରେ ହଷ୍ଟେଲମାନଙ୍କର ଶିକ୍ଷା ଯାଉ, ଥଇଥାନ କରାଉ। ଏହା ହେଉଛି ଆପଣମାନଙ୍କ ଦ୍ୱାରା ମୁଁ ସରକାର। ରଶ୍ମିରାଣୀ ବେହେରା, ଉତ୍କଳ ଯାଦବ ମହାସଂଘର ମୁଁ ପ୍ରେସିଡେଣ୍ଟ ଅଛି ମହିଳା ଓଡ଼ିଶା ତରଫରୁ। କ'ଣ ନେତୃତ୍ୱ ନେବେ ଆଗକୁ, ଯେହେତୁ ପ୍ରଥମତଃ ଧନ୍ୟବାଦ ଦେବି ଆମ ଅଲ୍ ଇଣ୍ଡିଆ ଯାଦବ ମହାସଂଘର ଇଣ୍ଡିଆ ସଦସ୍ୟମାନଙ୍କୁ, ଯେହେତୁ ମୋତେ ଓଡ଼ିଶାର ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି, ଯେମିତି ଆମ ମହିଳାମାନେ ଆଗକୁ ଯିବେ। ଯେହେତୁ ଆମ ମହିଳାମାନେ ବହୁତ ପଛେଇ ଯାଉଛନ୍ତି, ଆଉ ସବୁ କ୍ଷେତ୍ରରେ ପଛୁଆ ରହିଯାଉଛନ୍ତି, ସେମାନେ କେମିତି ଆଗକୁ ଶିକ୍ଷାଗତ ଆଗକୁ ଯିବେ ଏବଂ ରାଜନୀତି କ୍ଷେତ୍ରରେ ଆଗକୁ ଯିବେ, ତ ସେଇଟା ଆମର ମୂଳ ଲକ୍ଷ୍ୟ ରହିବ ଯେ କେମିତି ଆମେ ମହିଳାମାନଙ୍କୁ ସଂଗଠନକୁ ମଜବୁତ କରାଇବୁ ଆଉ ତାଙ୍କୁ ଆଗକୁ ନେବୁ, ଆଉ ସେଇଟା ଆମର ମୂଳ ଲକ୍ଷ୍ୟ ରହିବ।